हेलो फ्रेंड्स प्रसाद एकेडमी रे आपनको स्वागत जनाऊँछि। देखंतु आपण मान पई ओडिशा स्टेट वेयर हाउसिंग कॉर्पोरेशन लिमिटेड तरफरु ଭ୍ୟାକେନ୍ସି ଆସିଛି ଯୋଉଟାକି ୱେୟାର ହାଉସ୍ ଆସିଷ୍ଟାଣ୍ଟର। ତ କେତେ କ'ଣ ପଦବୀ ରହିଛି ତା ସହିତ ଆର ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ରହିବ, ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିବ, ଏକ୍ଜାମ ଡେଟ୍ କେବେ ରହିବ ଆଉ ଲାଷ୍ଟ ଡେଟ୍ ଆପ୍ଲାଏର କେବେ କ'ଣ ରହିଛି ଡିଟେଲରେ ଦେଖିବା। ତ ଡିଟେଲରେ ଦେଖିବା ପୂର୍ବରୁ ଆପଣମାନଙ୍କୁ ଗୋଟେ ଛୋଟିଆ ଇନଫର୍ମେସନ୍ ଦେଇଦେଉଛି। ତ ଯେଉଁମାନେ ବି OSSSIର RI, ARI, ICT ସୁପରଭାଇଜର ପାଇଁ ମକ୍ ଟେଷ୍ଟ ଚାହୁଁଛନ୍ତି ଆପଣମାନଙ୍କୁ ମାତ୍ର 30 ଟଙ୍କାରେ 10ଟି ଫୁଲ୍ ଲେନ୍ଥ ମକ୍ ଟେଷ୍ଟ ପ୍ରୋଭାଇଡ଼ କରାଯାଉଛି। ତ ଆପଣମାନେ ପ୍ଲେ ଷ୍ଟୋରରୁ ପ୍ରସାଦ ଏକାଡେମୀ ଆପ୍ଲିକେସନକୁ ଡାଉନଲୋଡ୍ କରିକି ମକ୍ ଟେଷ୍ଟକୁ ପରଚେଜ୍ କରିପାରିବେ। ତ ଦେଖନ୍ତୁ ଫାର୍ଷ୍ଟ ମୁଁ କହିଦେଉଛି ଯେଉଁ ୱେୟାର ହାଉସ୍ ଆସିଷ୍ଟାଣ୍ଟର ଭ୍ୟାକେନ୍ସି ବାହାରିଛି ଏହାର କ୍ୱାଲିଫିକେସନ୍ ଏନି ଗ୍ରାଜୁଏଟ୍ ରଖାଯାଇଛି। ଏଜ୍ ଲିମିଟ୍ ଦେଖିବାକୁ ଗଲେ 21 ଟୁ 42 ବର୍ଷ ରଖାଯାଇଛି। ଏକ୍ଜାମ ଡେଟ୍ ଦେଖିବାକୁ ଗଲେ ଆପଣଙ୍କର ଜୁଲାଇ ମାସରେ ହେବ ବୋଲି ଆଡଭର୍ଟାଇଜମେଣ୍ଟରେ ଲେଖାଯାଇଛି। ତ ଏବେ ସର୍ଟ ନୋଟିସ୍ ଆସିଛି, ତ ଫୁଲ୍ ନୋଟିସ୍ଟା ଆସିଯିବ। ତ ଏବେ ସର୍ଟ ନୋଟିସ୍ରେ କ'ଣ ଦିଆଯାଇଛି ଚାଲନ୍ତୁ ଦେଖିନେବା। ତ ଦେଖନ୍ତୁ ଇଏ ହେଉଛି ୱେୟାର ହାଉସ୍ ଲିମିଟେଡର ସର୍ଟ ନୋଟିସ୍ ବା ଆପଣଙ୍କର ସର୍ଟ ଇଣ୍ଡିକେଟିଭ ଆଡଭର୍ଟାଇଜମେଣ୍ଟ। ତ ଦୁଇଟି ପଦବୀ ବାହାରିଛି, ଗୋଟେ ହେଲା ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ, ମୋଟ ପଦବୀ ହେଉଛି 11ଟି, ତ ଓମେନ୍ ପାଇଁ 3ଟି। ତାପରେ ରହିଲା ଆପଣଙ୍କର ୱେୟାର ହାଉସ୍ ଆସିଷ୍ଟାଣ୍ଟର 19ଟି ପଦବୀ ରହିଛି, ତ ସେଥିମଧ୍ୟରୁ ଓମେନ୍ ପାଇଁ 6ଟି, ତ ଟୋଟାଲ 30ଟି ପଦବୀ ବାହାରିଛି। ସେଥିମଧ୍ୟରୁ ଓମେନ୍ ପାଇଁ 9ଟି ରହିଛି। ଏଜ୍ କ୍ରାଇଟେରିଆ ମୁଁ ଆପଣମାନଙ୍କୁ ଅଲରେଡି କହିଦେଇଛି, ଯୋଉଟାକି 21 ଟୁ 42 ବର୍ଷ ରଖାଯାଇଛି। ଯୋଉଟାକି ଆପଣଙ୍କର ଏଜ୍ଟା କାଲକୁଲେସନ୍ କରାଯିବ 1 ଏପ୍ରିଲ 2024କୁ। ତାପରେ ଦେଖନ୍ତୁ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟର କ୍ୱାଲିଫିକେସନ୍ ଦେଖିବାକୁ ଗଲେ ମାଷ୍ଟର ଡିଗ୍ରୀ ଯେଉଁମାନେ କରିଛନ୍ତି ସେମାନେ ଏହି ପଦବୀଟାକୁ ଆବେଦନ କରିପାରିବେ। ତା ସହିତ ଆପଣଙ୍କର କମ୍ପ୍ୟୁଟର ନଲେଜ ଥିବାକୁ ପଡ଼ିବ। ତ ଯେଉଁମାନେ ମାଷ୍ଟର ଡିଗ୍ରୀ କରିନାହାନ୍ତି ସେମାନଙ୍କ ପାଇଁ ବି ଗୋଟେ ଅପସନ୍ ଦିଆଯାଇଛି, ଯୋଉଟାକି ବ୍ୟାଚୁଲର ଅଫ୍ ସାଇନ୍ସ ଇନ୍ ଏଗ୍ରିକଲଚର, ବଟନି ଅନର୍ସ ଥିବାକୁ ପଡ଼ିବ, ଜୁଲୋଜି ଅନର୍ସ ଥିବାକୁ ପଡ଼ିବ, କେମିଷ୍ଟ୍ରି ଅନର୍ସ, ମାନେ କୋଉଟା ବି ଗୋଟେ ଥିଲେ ଆପଣମାନେ ଆବେଦନ କରିପାରିବେ। ତା ସହିତ ମିନିମମ୍ 60% ଆପଣଙ୍କର ମାର୍କ ରଖିକି ପାସ୍ ହେଇଥିବାକୁ ପଡ଼ିବ। ତାପରେ ଦେଖନ୍ତୁ ୱେୟାର ହାଉସ୍ ଆସିଷ୍ଟାଣ୍ଟ ମୁଁ କହିଦେଇଛି ଆପଣମାନଙ୍କୁ ଏନି ଗ୍ରାଜୁଏଟ୍ ଯେଉଁମାନେ ନର୍ମାଲ ଗ୍ରାଜୁଏସନ୍ କରିଛନ୍ତି ବିଥ୍ କମ୍ପ୍ୟୁଟର ନଲେଜ ଥାଇକି ସେମାନେ ପଦବୀଟାକୁ ଆବେଦନ କରିପାରିବେ। ତାପରେ ଏକ୍ଜାମିନେସନ୍ ଫି ଦେଖନ୍ତୁ, ତ ଫାଷ୍ଟ ପଦବୀ ପାଇଁ ଆପଣଙ୍କର ରହିଛି ଯୋଉଟାକି 800 ସରି ମାନେ ଏଇ ଦୁଇଟା ଯାକ ପଦବୀ ପାଇଁ ଆପଣଙ୍କର ରହିଛି ଯୋଉଟାକି ଏକ୍ଜାମ ଫି 850 ଟଙ୍କା, ଯୋଉଟାକି SC ST ଆଉ PWD କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ 350 ଟଙ୍କା ରହିଛି। ଯେମିତିକି UR SCBC ଆଉ ଏକ୍ସ ସର୍ଭିସ ମାନଙ୍କ ପାଇଁ 850 ଟଙ୍କା ରହିଛି। ତାପରେ ଦେଖନ୍ତୁ ମେଥଡ ଅଫ ସିଲେକ୍ସନ ଦେଖିବାକୁ ଗଲେ ଆପଣଙ୍କର CBT ମୋଡରେ ଏକ୍ଜାମ ହେବ, ତାପରେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ ହେବ। ଡେଟ୍ ଅଫ୍ ଏକ୍ଜାମିନେସନ ଦିଆଯାଇଛି ଦେଖନ୍ତୁ ଦ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ବୋଲି ଟେଣ୍ଟେଟିଭଲି ହେଲ୍ଡ ଇନ୍ ଦ ମନ୍ଥ ଅଫ୍ ଜୁଲାଇ। ତ ଜୁଲାଇ ମାସରେ ଏକ୍ଜାମ ହେବ ବୋଲି କୁହାଯାଇଛି। ତ ଆପଣମାନେ କିପରି ଆବେଦନ କରିପାରିବେ ସେଠି ବି ଦିଆଯାଇଛି। ତ www.oscc.in ୱେବସାଇଟକୁ ଯାଇକି ଆପଣମାନେ ଆବେଦନ କରିପାରିବେ। ତାପରେ ଦେଖନ୍ତୁ ଆପଣଙ୍କର କ୍ୟାଣ୍ଡିଡେଟ୍ ଆଡଭାଇଜ୍ଡ ରେଗୁଲାରଲି ଭିଜିଟ୍ ଦ ଅଫିସିଆଲ ୱେବସାଇଟ୍ ଅଫ୍ OSCC। ତ ଫୁଲ୍ ଆଡଭର୍ଟାଇଜମେଣ୍ଟ ପାଇଁ ଆପଣମାନେ କିଛି ସମୟ ୱେଟ୍ କରନ୍ତୁ, ଫୁଲ୍ ଆର ଆଡଭର୍ଟାଇଜମେଣ୍ଟ ବି ଆସିଯିବ। ତ ଥ୍ୟାଙ୍କ ୟୁ।